ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ମୋର ଆଉ ଗୋଟେ ନୂଆ ବ୍ଲଗ୍ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଉ ସକାଳୁ ସକାଳୁ ମୁଁ ପଳେଇଲିଣି କମ୍ପାନୀ ଭିତରକୁ। ଆଉ ତାପରେ ଆଜି ଗ୍ରହଣ ଲାଗୁଛି। ଆଉ ତାପରେ ଆଜି ସେ ଝିଅ ଆସିବନି କାହିଁକିନା ସେ ଖାଇବା ନେଇକି ଆସିବେ ନା ସବୁବେଳେ। ଆଉ ଗ୍ରହଣ ଲାଗୁଛି ସେ ଆଣିକି ଖାଇପାରିବେନି, ସେଥିପାଇଁ ସେ ଆଜି ଆସୁନି ମନା କଲେ। ମୁଁ ସକାଳୁ ପଳେଇ ଯାଇକିରି ଏଠି ସବୁ ଅସନା ଫସନା ପଡ଼ିଛି ଟିକେ ସଫା ସୁତରା କରିଦେବା। ଆଉ ଏଠି ଆମର ମେସିନ୍ ବି ମଇଦା ଫଇଦା ହେଇକି ପଡ଼ିଛି, ତାକୁ ବି ସଫା ସୁତରା କରିଦେବା। କରିଦେଇକି ଯିବା, ତାପରେ ଉପରକୁ ଯିବା। ସେମାନେ ସକାଳୁ ଉଠିକି ଗାଧୁଆ ପାଧୁଆ କରିସାରିଲାଣି, କାହିଁକିନା ଗ୍ରହଣ ଲାଗୁଛି ଆଉ ରୋଷେଇବାସ କରିସାରିଲାଣି ଜଲ୍ଦି। ଆଉ ଯିବା କାହିଁକିନା 11:30 12ଟା ସୁଦ୍ଧା ଖାଇବାର ଅଛି। ଆଉ ତାପରେ ଖାଇ ହେବନି। ଆଉ କାମ ସାରି ଖରାପ ପଳେଇବା, ଯାଇକି ସେମାନେ କ'ଣ ରୋଷେଇ କରୁଛି କ'ଣ ନାହିଁ ଆପଣଙ୍କୁ ଦେଖେଇବି। ଆଉ ଖାଇଦେବା ଜଲ୍ଦି। ଆଉ ଚାଲନ୍ତୁ ଯିବା, କାମ ଅଛି ଏଠି, କାମ ସାରିଦେବା। ସାରି ଦେଇକି ତାପରେ ଯିବା ଉପରକୁ। କାଲି କାମ ହେଇଥିଲା ନା, ମେସିନ୍ ଗୁଡ଼ା ସବୁ ମଇଦା ହେଇକି ପଡ଼ିଛି। ମଇଦା ଫଇଦା ଆମର ସବୁ ରେଡ଼ି ଅଛି, ସବୁ ପଡ଼ିଛି, ମଇଦା ସବୁ ରେଡ଼ି ଅଛି। ଏଇ ମେସିନ୍ଟା ସଫା ହେବ, ୟା ଭିତରେ ପୁରା ମଇଦା ହେଇଯାଇଛି। ମୁଁ ପାଣି ପୁରେଇଥିଲି, ଫାଟି ଯାଇଛି, ପାଣି ବୋହୁଛି। ମେସିନ୍ଟା ଫାଟି ଯାଇଛି ଗୋଟେ ସାଇଡ଼୍, ପାଣି ସବୁ ବୋହିକି ବାହାରିଗଲାଣି। ମାନେ ଭେଦେଇକି ରଖିଛି, ଆଉ ଅଧଘଣ୍ଟା ପରେ ଆସିକି ସଫା କରିବି। ଆଉ ଇଆଡ଼େ ସବୁ କାମ ଅଛି, ଆଉ ଟିକେ ଏ ସବୁ କାମ ସାରିଲା ବେଳକୁ ସେଠି ସେ ଭେଦି ଯାଇଥିବ। ଆଉ ପୁରା ଧୋଇକି ପୁରା ପରିଷ୍କାର କରିବାକୁ ପଡ଼ିବ। ଆମ ଚାଉମିନ ବି ନାହିଁ, ଅଳ୍ପ ଅଛି। କାମ ହେଉଛି ଗୋଟେ ଦିନ ବନ୍ଦ ହେଉଛି, ସେଥିପାଇଁ ଚାଉମିନ ବି ନାହିଁ। ଏସବୁ ଝାଡ଼ୁ ଫାଡ଼ୁ ଟିକେ କରିଦେବା, ପରିଷ୍କାର କରିଦେବା, ତାପରେ ସେଠି ଯାଇ କାମ ଲାଗିବା। ଚାଲନ୍ତୁ, ସେ ମେସିନ୍ ଭେଦିବା ଭିତରେ ମୋର ଅନ୍ୟ କାମ ଅଛି, ଆଉ ଟିକେ ସେ ସବୁ ସାଇଜ୍ ସୁଇଚ୍ କରିଦିଏ। କରିଦେଇ ତାପରେ ଉପରକୁ ଯିବି। ଆଉ ଉପରକୁ ଗଲେ ଖାଇବା, କାହିଁକିନା 12ଟା ପରେ ଖାଇ ହେବନି। ଆଜି ସବୁବେଳେ 3 ଥର ନାଇଁ ଖାଏ, ଆଜି ଗୋଟିଏ ଥର ଖାଇବାକୁ ପଡ଼ିବ। ଆଉ ଚାଲନ୍ତୁ ଫଟାଫଟ ଶାଶୁ ଦେଇକି ଯିବା। ଶୋଇଲାଣି ରୋଷେଇ? ହଁ, କ'ଣ ଆଳୁ ଫାଳୁ ରାନ୍ଧିଲୁନି କ'ଣ? ସେଥିପାଇଁ ସକାଳୁ ସକାଳୁ ଆଳୁ ଫାଳୁ ରାନ୍ଧିଲାନି। ହଁ, ଶୋଇଲାଣି ରୋଷେଇ? ଆଇଟମ୍ କ'ଣ କରୁଛୁ? କିଛି ନାହିଁ। ଭାଉଜ ଟିକେ କହିଲେ 12ଟା ଭିତରେ ଏପଟ ଯାହା ଖାଇଦେବ, ଯାହା ରୋଷେଇ ରଖିଥିବ ଖାଇଦେବ। ଜାଣିଛୁ ତ, ପୁଣି କହୁଥିଲି 11:59ରୁ ଯେମିତି 12ଟା ହବନି। ହଁ, ତାମାନେ ଟିକେ ପୁରାଣ ପାଠ ପଢ଼ିଥିଲୁ ନା, ଏତେ ଟିକେ ଜ୍ଞାନ ଅଛି। ମୁଁ ଜ୍ଞାନ ନାହିଁ ବୋଧେ ଟୁଆ। ଜ୍ଞାନ କ'ଣ ଅଛି? 1 ମିନିଟ୍ କି ଧରୁ, ଏଇ 1 ମିନିଟ୍ଟାକୁ ଧରୁଛନ୍ତି ନା। 1 ମିନିଟ୍ ଏପଟକୁ ପଳେଇଲେ ହେଇଗଲା, 1 ମିନିଟ୍ ଏପଟକୁ ପଳେଇଲେ ହେଇଗଲା, ହେଲାନି କି? ଆଉ ଜଲ୍ଦି କରେ, ମୁଁ ଖାଇ, ମୋତେ ଭୋକ କଲାଣି। ତୋ ପାଇଁ ମୁଁ ଉପାସ ଅଛି। ମୋ ପାଇଁ ଉପାସ? ଆଉ ମୁଁ ଆଜି ଦିନକୁ 3 ଥର ଖାଇବି ବୋଲି ଭାବୁଥିଲି। ଆଜି ତ ଥରେ ଖାଇକି ରହିବ, ଆଉ 11:30 ଭିତରେ ଖାଇବାକୁ ପଡ଼ିବ ନା। ରାତିରେ ଖାଇବି। ମୁଁ ତ ତମକୁ ପଚାରୁଛି, ଭାଉଜଙ୍କୁ ପଚାରି ଭାଉଜ କହିଲେ ରାତିରେ ଯାହା କରିଥିବ ଖାଇଦେବା। ଯେମିତି 11:30 ଭିତରେ 12ଟା ଭିତରେ ହାଣ୍ଡି ଫାଣ୍ଡି ଯାହା ଥିବ ଧୁଆ ଧୁଇ କରିଦେବ। ରାତିରେ ଆଉ ହବନି କି? ରାତିରେ ଆଉ ଖାଇବନି? ରାତିରେ ଆଉ ରୋଷେଇ ହବନି? କେତେ ଛାଡ଼ିବେ? ପଚାରିବା, ସିଏ କହିଲେ ରାତିରେ ଯାହା ଖାଇଦେବ, 11-12ଟା ଭିତରେ ଧୁଆ ଧୁଇ କରି ସବୁ ରଖିଦେବା। କ'ଣ ରାତିରେ ଯାହା ଖାଇବା କଥା ଖାଇଦେବ, 11ଟା ବାଟକୁ ଧୁଆ ଧୁଇ କରିଦେବ? ତମକୁ ପଚାରୁଛୁ ଗୋଟେ, କହୁଛ ଗୋଟେ। ହଁ, ପଚାରୁଛୁ ଗୋଟେ, କହୁଛୁ ଗୋଟେ। ତମ ମନଟା କୁଆଡ଼େ କହିଲ? ତମକୁ ପଚାରୁଛି ରାତିରେ ହବ କି ନାହିଁ ରୋଷେଇ? ରାତିରେ ରୋଷେଇ ହବନି, ଯାହା ରୋଷେଇ କରି ରଖିବା ରଖିବୁ। କ'ଣ ରୋଷେଇ? ତମେ କହୁଛ ରନ୍ଧା ଜିନିଷ କିଛି ରହିବନି, ପୁଣି ରୋଷେଇ କରିକି ରଖିବୁ କ'ଣ? ମୁଁ ତ ଜାଣିନି, ମୋର ସେ ସବୁ ଜ୍ଞାନ ନାହିଁ। ତୁ ଭାଉଜ ଯାଇ ପଚାରିବୁ। କଦଳୀ ଖାଇକି ଶୋଇବ ରାତିରେ। କଦଳୀ ଅଛି? କହୁଛି ଛାଡ଼ିବ କେତେବେଳେ? କଦଳୀ ଖାଇବ ରାତିରେ। ମାମା କ'ଣ ଦେଖ କହୁଛି? ମାମା ରୋଷେଇ କରୁଛି ଜଲ୍ଦି ଖାଇବି। ମୁଢ଼ି ଦହି ଚକଟିକି ଖାଇବ ରାତିରେ। ହଉ, ଠିକ୍ ଅଛି। ଚକୁଳି ପିଠା କିଣିକି ଆଣିବ। ହଁ, ଚକୁଳି ପିଠା, ଚୁଡ଼ା, ଦହି, ମୁଢ଼ି ମୁଁ ସେଟା ବେଶୀ ଖାଏ। ମୁଁ ଖାଇଦେବି, ସେ ନିଜେ ଖାଇପାରିବନି। ସେଇ ନିଜେ ଖାଇବନି, ଖାଲି କହୁଛି। ଦାନ୍ତ ଦେଖଉଛି, ଚୁଚୁ ଖାଇବ। ଦାନ୍ତ ଗଲାନି, ଚୁଚୁ ଖାଉଛି ଏଠି। ଆହୁରି ଶୋଇଲା ନା ତୋର? ସାଙ୍ଗେ ସାଙ୍ଗେ ହଁ, ଜଲ୍ଦି କର। ପଖାଳ ସମୟରେ ନାଦି ଦେବା। ଆଉ ଏଇ ଯୋଉ ଅଳ୍ପ ଦିଟା ମିକୁ ପାଇଁ ରାନ୍ଧିଥିଲି, ତା ସେଇ ଇଏରେ ଭାଉଜ କହିଲେ ଛୋଟ ପିଲା ଖାଇପାରିବେ। ମତେ ଆଉ କୁହନି, ମୁଁ ରାନ୍ଧିନି ତା ପାଇଁ। ଯା, କ'ଣ କରୁଛୁ କହୁଛ? ଭାତ ରହିଲେ ହବ ନା ତା ପାଇଁ? ହଁ, ରହିଲେ ହବ କହିଲା। ଆଉ ନାହିଁ। ତମେ ସେତେବେଳେ ମତେ କାହିଁକି ମନା କଲ? ସବୁ ସକାଳୁ ସବୁ ମନା କରିଦେଲ। ମୁଁ ରୋଷେଇବାସ ଭାତ ମେନ୍ ଜିନିଷ ଯୋଉଟା ସେଟା କରିସାରିଛି, ଆଉ ପଛରେ ସେ କେତେ ଖାଇବ? ମୁଠେ ଖାଇବ, ତା ପାଇଁ ରଖିପାରିବନି। ମୁଠେ ଖଣ୍ଡେ ପୁଅ ଖାଇବ, ତାକୁ ରଖିପାରିବନି କହୁଛି। ତରକାରୀ ପୁଣି ତା
ପାଇଁ କୋଉଠୁ ଆଣିବ? ତ ହେଇଠି ରଖିଦେବୁ ଟିକେ ଟିକେ ଦେଖିକି ରଖିକି ଏ ଆଳୁ ରଖିଦେଉନୁ ସେ ଚକଟା ଆଳୁ ସେ ଜମା ଖାଇବନି ସେ ନିଜେ। ହଁ ଚକୁଡ଼ି ଦେବୁ ଟିକେ ରସ ପକେଇକି ଖାଇଦେବ ଆଉ ଖାଇବୁନି ହଁ ଆଳୁ ଖାଇବୁନି ତୁ ହଁ ମୋଟା ଝାଳରେ କ'ଣ ହେଲାନି ଏଇଟା ରାଗ ପଶିଗଲା। ରାଗ ବସି ରାଗିଗଲା ପାଟି କରିଥିଲା ମୁଁ ତାକୁ ଟିକେ ପାଟି କରିଦେଲି ପାଟି କରିଦେଲି ବାଡ଼େଇ ଦେଲି ଧୀରେ ଯେ ରାଗିଗଲା ସେତେବେଳେ ଚୁପ୍ ହେଇ ବସିଛି ଦେଖନ୍ତୁ ଓହ ଝାଳରେ ହେଦିଗଲାଣି ତା ଚୁଚୁ ଅଛି ଆଉ ତା ଚକୋଲେଟ୍ ହଁ ଥିବ ସେ। କେତେ ପଚାରିଲନି ଛାଡ଼ିବ କେତେବେଳେ ପଚାରିଲନି ଗୋଟେ ଖାଇବା କଥା ଛାଡ଼। ରାତି 1ଟାରେ ରାତି ଗୋଟେରେ ହଁ ରାତି ଗୋଟେରେ କିଏ ଉଠିକି ଗାଧେଇବ? ହଁ ସେ ଗ୍ରହଣ ଲାଗୁ ଯାହା ଲାଗୁ ତ କାମ କର ଖାଇବା ସେ ପରେ ଦେଖିବା ନାଇଁ ଛାଡ଼ିଲେ ଉଠିକି ଗାଧାନ୍ତି ଜାଣିଛ ନା? ତାପରେ ସକାଳୁ ଗାଧେଇବୁ ଆଉ ରାତି 1ଟାରେ କିଏ ଉଠିକି ଗାଧେଇବ କିଏ କହିଲା ଯେତେବେଳେ ଛାଡ଼ିବ ସେତେବେଳେ ଗାଧାନ୍ତି ନହେଲେ ସବୁ ଛୁଆଁ ହବ। ତାହେଲେ ପଚାରିବ। ଶୋଇଯାନି ରାତି 1ଟାରେ ନାଇଁ ଶୋଇକି ରହିଥିବ ଶୋଇବ ସେଇ ଅନୁସାରେ ମାନେ ଆଲାରାମ ଦିଆଯାଏ ନହେଲେ ନାହିଁ ସେଇ ଅନୁସାରେ ମାନେ ଯିଏ ଯିଏ ଉଠିବା ଲୋକ ହେଇଥିବ ଗାଁ ମାନଙ୍କରେ କ'ଣ ଉଠିବା ଲୋକ ଥାଆନ୍ତି ନା ବୁଢ଼ାବୁଢ଼ୀ ଗୁଡ଼ା ଜଲ୍ଦି ଉଠନ୍ତି ନା ସେ ସବୁ ତାଙ୍କର ନିଦ ଭାଙ୍ଗିଯାଉ ଆମେ କ'ଣ ଏମିତି ଆଲାରାମ ଦେଇ ଦିଅନ୍ତି ଉଠିକି ଗାଧାନ୍ତି ସେ କିଏ ଗାଧେଇବ କୋଉ ଘର ହେଇଛି ଯେ ଛୁଆନ୍ତି ହେଇଯାଉଛି ବାହାର ଜାଗା ତ ମେନ୍ କଥା କହୁଛୁ ତୁ ମାନିବୁନି ସେଇଟା କହ ମାନିବିନି ନୁହଁ ମେନ୍ କଥା ଗୋଟେ ରାତିରୁ ନିଦ ଭାଙ୍ଗିବନି ତୁ ଉଠି ଜାଣିନ କଥା ନାହିଁ ଠାକୁରକୁ ମାନିଲେ ଠାକୁର ନ ମାନେ କୁକୁର ଠାକୁର ସେଇଭଳିଆ ମାନିବୁନି ବୋଲି କହ ମାନିଲେ ଠାକୁର ନ ମାନିଲେ କୁକୁର ସେଇଆ ଆଉ ତା ମାନେ ସେଇଆ କହିଲି ଆଉ ମାନିଲେ ଦିଅ ନ ମାନିଲେ ପଥର କଥା ଗୋଟେ ଅଛି ଗୋଟେ କହୁଛ ଗୋଟେ ହଁ ଜଲ୍ଦି ସାର୍ ରୋଷେଇ ମତେ ଜୋରରେ ଭୁଆ ହେଇଲାଣି ମୁଁ ଖାଇ ନାହିଁ ସେ କହିଲେ ଏକାଥରେ ଖାଇବି ପଖାଳ ଖାଇକି ତାପରେ ଆଉ କାମ ସାରିକି ଆଇକି ଆଉ ଟିକେ କାମ ଅଛି ପକେଇକି ଗରମ କରିଦେଇଛି ପଖାଳ ନାହିଁ ଆଉ ଟିକେ କାମ ଅଛି ଯାଇକି ତାପରେ ପରିଷ୍କାର କରିଦେବି କାମ ଖତମ ତାପରେ ଆସିକି ବସିବା ଆଜି ଭଲ ଛୁଟି ଆଉ କ'ଣ ଆଜି ଚାଲିବନି ବୋଧେ ମେସିନ୍ ରିକ୍ୱାଇ ଉଠିଲେ କହିବୁ ଚଲେଇ କ'ଣ କରିବୁ ଉଠିଲେ କହିବ ଶୋଇ ତ ରିକ୍ୱାଇ ଉଠୁ ଯେତେବେଳେ ଉଠିବ ସେତେବେଳେ କାମ ହବ ନା ଆଉ ମାଲିକ ଆମ ଶୋଇଛନ୍ତି ଉଠିଲେ ସେ କହିବେ କାମ ହବ କି ନାହିଁ ସେଇ ହିସାବରେ ମୁଁ ରହିଛି ସଫାସୁତୁରା କରି ରଖି ରେଡ଼ି କରିଦିଆଯାଇଛି ତାପରେ ଦେଖିବା ଆଉ ଟାଇମ୍ 10ଟା ବାଜିଲାନି ଏବେ କେତେଟା ଠିକ୍ ରାଇଟ୍ ଟାଇମ୍ ରୁହ 10ଟା ବାଜିଲାନି ବା 10ଟା ବାଜିଲାଣି ତମ ଟାଇମ୍ ଦେଖ ଭଲସେ 10ଟା 40 ଆଉ କେମିତି କହୁଛ 10ଟା ବାଜିଲାଣି ଯାଉଛି ସଉଦା ନେଇକି ଆସ ତାଙ୍କର ଦିଆହେଇଥିଲା କାଲି ଖାତା ଭାଉଜ ନେଇକି ଧରିକି ଆସିବ ତମେ 11ଟା ପରେ ଯେମିତି ନ କର ଆସିକି ଯଦି ଖାଇବ ହଉ ମୋର ଏଇଠି 5 ମିନିଟ୍ରେ ସରିଯିବ ହେଇକି ରହିଛି ଖାଲି ପକେଇବି ହଉ ତୁ କାହିଁକିନା ସଉଦାଟା କାଲି ଆସିଲ ମାଲିକ ଦିଆହେଇଥିଲା ମୁଁ ଆଣିଥିଲିନି ମୁଁ ଯାଉଛି ତାକୁ ନେଇ ଆସିବ ସଉଦାଟା ଆଣିଲେ ତାହା ରୋଷେଇ କରିବେ ନା ବ୍ୟସ୍ତ ହେଉଥିଲା ମୁଁ ଦୁଇଥର କହିଲେନି ତୁ କାଲି ତମକୁ 300 ଟଙ୍କା ଦେଇଥିଲି ତ ନା 300 ଟଙ୍କାରୁ ଜାଣିପାବ ହାତରୁ ଖର୍ଚ୍ଚ ହେଇଛି ହଁ ହଉ ତମେ ନେଇଯିବ 50 ଟଙ୍କା 350 ଟଙ୍କା ଖାତାରେ ଲେଖା ଯଦି ଏବେ 50 ନେବ ତାହେଲେ 50 ଲେଖିବି ଆଉ ଯଦି କାଲି ତମେ ନାହିଁ ଗଲେ ଥାଉ ଆଉ ଦେ ନା ଚଳିବ ହଁ ଥାଉ ଆଉ କାହିଁକି ଦେବି ତୋ ହାତ ପଇସା ଦେବୁ ଦେ ନାଇଁ ନାଇଁ ତାର ମୋବାଇଲ ଖରାପ ହବ ସବୁ ଖରାପ ହବ ମୁଁ ପଇସା ଖର୍ଚ୍ଚ କରିବି ସିଏ ପଇସା ରଖି ଦେବନି ଧରିବ ପଇସା ମୁଁ ଏଇନେ ଯଦି ମନେ ନ ପଡ଼ିଥାନ୍ତା ଲେଖିନଥାନ୍ତି ତମେ ପୁଣି ହିସାବ ଧର 300 ଟଙ୍କା ଏପଟ ସେପଟ ହେଇଥାନ୍ତେ ମତେ ଏଇଠୁ ମୋରି ପଇସାରୁ ନେଇଥାନ୍ତ କହିଥାନ୍ତ 300 ଟଙ୍କା କ'ଣ ହେଲା ମୁଁ ନା ତମେ ମୁଁ ତ ସେଇଆ ଚାହୁଁଛି ମୋ ପାଟିରୁ ଏଇନେ ବାହାରୁଥିଲା ତମେ କେମିତି ଚାହୁଁଛ କେମିତି 150 ଏପଟ ସେପଟ ହେଲେ କେମିତି ତମେ ମୋଠୁ କହିବ ବୋଲି ଖୁଣ୍ଟା ଦବ ବୋଲି ତମେ ଅନେଇକି ବସିଛ ମୁଁ ଜାଣିନି କି ମୋ ପାଟିରୁ ବାହାରୁଥିଲା ତମେ କହିଦେଲ ଯାହା ତମ ଘରେ ହଉ ଆମ ଘରେ ହଉ ପୁଣିଆ ପଡ଼ିବ ଯାହା ଘରେ ଚାହୁଁଥିଲି ମୁଁ ଚାହୁଁ ତୋ ପଇସା ଭୁଲ ଭାଲ ତୋ ପଇସା ମତେ ଦେ ମୁଁ ତ ଲେଖିକି ରଖୁଛି ଭୁଲ ହବ କୁଆଡ଼େ 300 ଟଙ୍କା ଲେଖିଦେବି ସାଙ୍ଗେ ସାଙ୍ଗେ ମୋର ମନେ ନଥିଲା କାଲି ରାତିରୁ ତା ବାପା 1000 ଟଙ୍କା ଦେଇଛି ଟଙ୍କାର ପଇସା ଖର୍ଚ୍ଚ କରିବା ଦେଉନି ସବୁ ମୋ ପଇସା ଖର୍ଚ୍ଚ କରୁଛି ମୁଁ ଯେତିକି କାମ କରି ଆଣିଛି ସେ ପଇସା ରଖି ତା ପାଖରେ ସବୁ ସେଇ ଖର୍ଚ୍ଚ କରୁଛି ଟଙ୍କାର ପଇସା ଦେଉନି ତମେ ଅନଲାଇନ୍ରେ ଯାହା ମଗଉଛି ତାର ଯେଉଁ ଗୁଡ଼ା ମଗଉଛି ସେ ପଇସା ଦେଉଛି ମୋର ଗୋଟେ କିଛି ଅନଲାଇନ୍ରେ ମଗାଉ ନାହିଁ ତମ ପ୍ରକୃତି ଯୋଗୁଁ ମଗଉନି ଯାହା ଗୋଟେ ଆଣିଲେ ପସନ୍ଦ କରିବନି ତମ ପ୍ରକୃତି ଯୋଗୁଁ ମଗଉନି ସେଇଟା ମଗେଇବୁ ଏଇ ଦେଖନ୍ତୁ ଗଞ୍ଜି ଗାଈ ଗଞ୍ଜି ନାହିଁ ନା ଗଞ୍ଜି ଭଲ ଜିନିଷ ମଗେଇଛି ପିନ୍ଧୁନ କି ମୋର କେତେ ଟଙ୍କା ଲସ୍ କଲାନି ଦେଖିଲ 2ଟା ଗଞ୍ଜି ମଗେଇଛି ପଡ଼ିଛି ଆହୁରି ଆଗରୁ ମଗେଇ ଦେଇଥିଲି ବି ହେଲେ ଗଞ୍ଜି ଯୋଉ ଏତିକି ହାତ ଟି ସାର୍ଟ ଏତିକି ଯୋଉ 3ଟା ମଗେଇଥିଲି ମଝିରେ ତାକୁ କ'ଣ କରିକି ମେସିନ୍ ଲଗେଇକିନା କ'ଣ କରିକି ଚିରି ଦେଲା ଏମିତି ଲେଖା ହେଇଥିଲା ଏଠି ଗୋଟେ ନାଲିଟେ ବ୍ଲୁଟେ ଆଉ ଗୋଟେ ବ୍ଲାକ୍ଟେ 3ଟା ମଗେଇଥିଲି ଆହୁରି ମଝିରେ ବି ଥରେ ମଗେଇଥିଲି 2ଟା ସେଟା ମୋ ପଇସାରେ ପିନ୍ଧୁଛ କାଖ ଫାଟିଗଲାଣି ସେଇଟା ମନେ ଅଛି ନା ମୁଁ ମଗେଇଥିଲି କହୁଛ ମୁଁ ଦଉନି ବୋଲି ହଁ ତମ ପଇସା ହଉ ତୁ ଜଲ୍ଦି ରୋଷେଇ କର ମୁଁ ଯାଏ ତା ସଉଦାଟା ନେଇ ପଳେଇ ଆସେ
ଚାଲ ଯିବା ନା ସଉଦା ନେଇକି ପଳେଇ ଆସିବା ଲେଟ୍ ହେଲାଣି ମିକୁ ଉଠୁ ମୁଁ ଯାଏ ସଉଦା ନେଇକି ଆସେ କ'ଣ ହେଲା ଛିଟିକି ଆଇଲା ଭଲ ନାଇଁ ହେଇଛି ନାଇଁ ଛିଟିକିନି ଏ ଶୁଙ୍ଗୁଥିଲି ମସଲା ଗନ୍ଧ ଗଲା କି ନାଇଁ ଲାଗିଗଲା ନାକରେ ହଁ ବଢ଼ିଆ ହେଇଛି ଆମର କ'ଣ ଟିକେ ଆଣିବ ବୋଲି କ'ଣ ଆଣିବି ତମର ଏ ଶୁଖିଲା ଜିନିଷ କ'ଣ ଟିକେ ଶୁଖିଲା ଜିନିଷ ଭାବି କ'ଣ ଆଣିବି ଟକଟକିଆ ଜିନିଷ ଦେଖି ଟକଟକିଆ ଜିନିଷ ଥୁଆ ହେଇଛି ସବୁ ମେଞ୍ଚ ଟକଟକିଆ କ'ଣ ଟକଟକିଆ ସବୁ ଥୁଆ ହେଇଛି ନଳି ପଡ଼ି ଏଇ ଏମିତି ଡବାର ପୁରା ହେଇକି ରଖା ହେଇଛି ଆଉ ତା ଦେହରେ ଆଣିବି ରାଗ ଭଲ ଆଉ କ'ଣ ଆଣିବି କହୁନୁ ଦେଖ ଏଇ ଚୁଡ଼ା ଭଜା ଆଉ କ'ଣ ଭଲ ଭଲ ହଁ ହଁ ହଉ ଯାଏ ରାଗିଗଲା ରାଗି ହେଇଛି ସେତେବେଳେ ରାଗିକି ବସିଛି ବା ଆମେ ସେତେବେଳେ ରାଗିକି ବସିଛି ଏଇ ଯୋଉ ଇଏ କୁରୁକୁରୁ ନୁହେଁ ନା ମକା କୁରୁକୁରୁ ସେଇ ଯୋଉ ଗ୍ରୀନ୍ କଲରଟା ଆଣିଛ ପପକର୍ନ ଭଳିଆ ଭଲ ଲାଗୁଛି ହଉ ହଉ ସେଇଠି ଥୁଆ ହେଇଛି ସେଇଆକୁ ଚୁଡ଼ା ଭଜା ଆଉ କ'ଣ ଦେଖିକି ଆଣିଛ ଭୋକ ଲାଗିବ ଯିବ ନା କାହିଁକି ନା 11ଟାରେ ଖାଇଦେଲେ ଭୋକ ଲାଗିବ ହଉ ପଇସା ଦବ ଆଣିଥିବ ହଁ ପଇସା ଦେ 50 ଟଙ୍କା ହବ ଖାଇବାକୁ ଇଚ୍ଛା ପଇସା ଦେବୁ ରାଜି ନାହିଁ 50 ଟଙ୍କା ନେବ ହଁ ଦେ 50 ଟଙ୍କା ଦେ ଆଣିଥିବ ହଁ ଦେ ମୁଁ ଯାଇ ନେଇକି ଆସେ ଜଲ୍ଦି ରହିବ ଫୋନ୍ ତମେ ଯାଅ ମୁଁ ଫୋନ୍ ପେ କରିଦେବି ହଉ ହଉ ତୁ କର ମୁଁ ଯାଉଛି ସଉଦା ଆଣିବାକୁ ସବୁ 5 ଟଙ୍କିଆ 10 ଟଙ୍କିଆ ମିଶାମିଶି କରିକି ଆଣିଥିବ 50 ଟଙ୍କା ଖଣ୍ଡେ ସବୁ ହଉ ହଁ ଖାଇବା ପିଇବା ସରିଲାଣି ଆଉ 12ଟା ବାଜେ ବୋଲିକି ଶିବାନୀ କେତେ ଖାଉ ଦେଖନ୍ତୁ ତର ବର ହେଇକି ଖାଉଛି ତାର ବି ଖାଇବା ସରିଲା ଆଉ 12ଟା ବାଜିଲା ବେଳକୁ ଆମର ସବୁ ଶେଷ ଖାଇବା ପିଇବା ତାର ଖାଇବା ବି ସରିଲା ଖାଲିରେ ଆଉ ଗୋଟେ ତ ଗୋଳେଇ ଦଉଛି ବୁଲେଇ ଦବ ବିଲେଇକି ହଁ ଭାତ ଯାଉଛି ବୁଲେଇ ବୁଲେଇକି ଦେଇଦେବା ନେଇ ତାପରେ ଖାଇକି ଅଢିଆ ପତ୍ର ଗୋଟେଇ ଦେଉଛି କାହିଁକିନା 12ଟା ବାଜିଲା ଆଉ ଖାଇ ହେବନି ସେଥିପାଇଁ ଖାଇବା ସରିଲା 5-10 ମିନିଟ୍ ରେଷ୍ଟ ନେବା ତାପରେ ଯିବା ଆଉ ତଳେ ଟିକେ କାମ ଅଛି ସାରି ଦେଇକି ଆସିବି ସବୁ ନେଇଯା ହାଣ୍ଡି କଡ଼ା ଯାହା ଅଛି ସବୁ ନେଇ ଆଣିବି କିଛି ରଖ ନା ହାଣ୍ଡି ଫାଣ୍ଡି ପୁରା ପରିଷ୍କାର କରିଦେଲା ଆଉ କିଛି ନାହିଁ ନେବ ଧୋଇବ ଆଉ ଭାତ ଏତିକି ବଳିଛି ତାକୁ ନେଇ ଦେଇଦେବି କୁକୁରକୁ ସେ ଖାଇଦେବ ସବୁ କାମ ଦେଇଛି ଅଛି ହଁ ହଁ ସଇଲା ଭାତ ଖାଇଏ ନାହିଁ ମୋତେ ବି ଡାଉଟ୍ ହେଉଛି ଖାଇ ପିଇ ସାରି ରେଷ୍ଟ ନେଇକି ଆଇଛି ଭିତରକୁ ଏବେ ସଫା କରିବା ଆଉ କାହିଁକିନା କେତେବେଳୁ ସାଇ ସାରନ୍ତିନି ଯେ ଆଉ ସିଆଡ଼େ ଟିକେ କାମ ରହିଥିଲା ବାହାର କାମ ସଉଦାପତ୍ର ଧରିକି ଆଇଲି ଆଉ ସେଥିପାଇଁ ସଫା କରିପାରିଲିନି ସବୁ ଉଦା ଉଦା ହେଇଯାଇଛି ପାଣି ବୋହିକି ଆଉ ଏବେ ଆଇଲି ପୁରା ରେଡ଼ି କରିଦେବି ପୁରା ରେଡ଼ି କରିକି ଯିବି ଗାଧୁଆ କରିବି ଆଉ ତମେ କାମ ଲାଗିଯିବ ଆଉ ପୁରା ଆସନା ବାସନା ହେଇ ପଡ଼ିଛି ସଫା ତ କରିପାରିଲିନି କିଛି ପଳେଇଲି ସିଆଡ଼େ ଟିକେ ତ ଲେଟ୍ ହେଇଗଲା ଆଉ ଚାଲନ୍ତୁ ଏବେ ସବୁ ରେଡ଼ି କରିଦେବା ସଫା କରି ପୁରା ପରିଷ୍କାର କରିଦେବା ଆଉ